ଏହି ସିକ୍ରେଟ୍ ସେଟିଂ କୁ ଅନ୍ କରନ୍ତୁ ନହେଲେ ଭିଡିଓରେ କେବେ ମଧ୍ୟ ଭ୍ୟୁ ଆସିବ ନାହିଁ କି ସବସ୍କ୍ରାଇବ ମଧ୍ୟ ବଢିବ ନାହିଁ। ଯେତେ ବି ବଡ଼ ବଡ଼ ୟୁଟ୍ୟୁବର ମାନେ ଏହି ସେଟିଂ ଗୁଡ଼ିକୁ ଅନ୍ କରନ୍ତି ସେଥିପାଇଁ ତାଙ୍କ ଚ୍ୟାନେଲରେ ଭ୍ୟୁ ଭରିକି ଆସିଥାଏ ଏବଂ ସବସ୍କ୍ରାଇବ ମଧ୍ୟ ଜଲ୍ଦି ବଢିଥାଏ। ଆପଣମାନେ ଯଦି ଅନ୍ କରିନାହାନ୍ତି ଏହି ଭିଡିଓଟିକୁ ଦେଖନ୍ତୁ ଏବଂ ଭଲ ଭାବରେ ଶିଖି ନିଅନ୍ତୁ ଏବଂ ସେହି ସେଟିଂ ଗୁଡ଼ିକୁ ଆପଣମାନେ ଅନ୍ କରି ନିଅନ୍ତୁ। କାହିଁକି ନା କି ମୁଁ ମଧ୍ୟ ଜାଣିନଥିଲି, ମୁଁ ଯେତେବେଳେ ଜାଣିବାକୁ ପାଇଲି ଏବଂ ଯେତେବେଳେ ମୁଁ ଅନ୍ କଲି ସେତେବେଳଠୁ ମୋ ଭିଡିଓରେ ଭ୍ୟୁ ଆସିବା ଷ୍ଟାର୍ଟ ହେଇଗଲା ଏବଂ ମୋର ସବସ୍କ୍ରାଇବ ମଧ୍ୟ ବଢିବା ଷ୍ଟାର୍ଟ ହେଇଯାଇଛି। ମୋ ଉପରେ ଥରେ କେବଳ ଭରସା କରନ୍ତୁ ଏବଂ ଏହି ସେଟିଂକୁ ଅନ୍ କରି ନିଅନ୍ତୁ। ଆପଣଙ୍କର ଭିଡିଓଟି ଭ୍ୟୁ ଯାଉଛି ନା ନାହିଁ, ତାପରେ ଆପଣମାନଙ୍କର ଭିଡିଓରେ ଯଦି ଭ୍ୟୁ ନ ଯାଏ ତାହେଲେ ନିହାତି ଭାବରେ ମୋ ଭିଡିଓକୁ ଆସିକି କମେଣ୍ଟ କରିବେ। ଆପଣମାନେ ଖରାପ କମେଣ୍ଟ କଲେ ମଧ୍ୟ ମୁଁ କିଛି ବି କହିବାର ନାହିଁ। ଆପଣମାନେ କେବଳ ଭଲ ଭାବରେ ଦେଖନ୍ତୁ ଏବଂ ଭଲ ଭାବରେ ଶିଖନ୍ତୁ ଏବଂ ଏହି ସେଟିଂକୁ ଆପଣମାନେ ଅନ୍ କରିକି ଦେଖନ୍ତୁ। ଆପଣଙ୍କର ସବସ୍କ୍ରାଇବ ବଢୁଛି ନା ନାହିଁ ତାପରେ ଏହି ଆସିକି କମେଣ୍ଟ କରିବେ ବା ଆପଣଙ୍କର ଭ୍ୟୁଟି ଯାଉଛି ନା ନାହିଁ ତାପରେ କମେଣ୍ଟ କରିବେ। ମୁଁ ଏମିତି ବି ଭାଇମାନଙ୍କୁ ଦେଖିଛି ଯେଉଁମାନେ କି ଭିଡିଓକୁ କିଛି ସେକେଣ୍ଡ ଦେଖନ୍ତି ଏବଂ ତାପରେ ସ୍କିପ୍ କରିକି ଚାଲି ଯାଆନ୍ତି। ନହେଲେ ଅନେକ ଗୁଡ଼ିଏ ଭାଇମାନେ ତ କିଛି ସମୟ ଭିଡିଓକୁ ଦେଖନ୍ତି ଏବଂ ତାପରେ ବେକାର କମେଣ୍ଟ ଗୁଡ଼ିକ କରି ଦିଅନ୍ତି। କାହିଁକି ନା ସେମାନେ ଭାବନ୍ତି କି ଭିଡିଓରେ କିଛି ବି ମଧ୍ୟ ଶିଖିବାକୁ ହିଁ ମିଳିବ ନାହିଁ, ସେମିତି ଭାବନ୍ତି। ଆପଣମାନେ ସେମିତି କରନ୍ତୁ ନାହିଁ। ଆପଣମାନେ ଟିକେ ଧୈର୍ଯ୍ୟର ସହ ଏହି ଗୋଟେ ଭିଡିଓକୁ ଦେଖନ୍ତୁ। ଆପଣମାନେ ଏହି ଭିଡିଓକୁ ଦେଖିଲା ପରେ ନିହାତି ଭାବରେ ଆପଣଙ୍କର ସବସ୍କ୍ରାଇବ ମଧ୍ୟ ବଢିବ ଏବଂ ଆପଣଙ୍କର ଭ୍ୟୁ ମଧ୍ୟ ବଢିବ। ଏତିକି ତ ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦଉଛି। ଚାଲନ୍ତୁ ଫ୍ରେଣ୍ଡସ୍, ବେଶୀ ଡେରି ନ କରି ଭିଡିଓଟିକୁ ଆରମ୍ଭ କରିବା। ଲେଟ୍ସ ଷ୍ଟାର୍ଟ ନାଉ। ୟୁଟ୍ୟୁବ ଚ୍ୟାନେଲର ୱାଇଟି ଷ୍ଟୁଡିଓକୁ ଓପନ୍ କରି ନିଅନ୍ତୁ। ମୁଁ ମଧ୍ୟ ଓପନ୍ କରି ନେଉଛି। ତାପରେ ଦେଖିପାରୁଥିବେ ସମସ୍ତଙ୍କ ଉପରେ ଆପଣଙ୍କ ଚ୍ୟାନେଲର ଲୋଗୋଟି ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ଲୋଗୋ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଏମିତି ଆସିଯିବ। ତାପରେ ଦେଖିପାରୁଥିବେ ରାଇଟ୍ ସାଇଡ୍ରେ ପେନ୍ସିଲ୍ ଆଇକନ୍ଟି ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ପେନ୍ସିଲ୍ ଆଇକନ୍ରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଏମିତି ଆସିଯିବ। ଦେଖିପାରୁଥିବେ ସମସ୍ତଙ୍କ ତଳରେ ହୋମ୍ ଟ୍ୟାବ୍ ବୋଲିକି ଅଛି। ଏହି ଜାଗାରେ ଦେଖନ୍ତୁ, ଏହି ହୋମ୍ ଟ୍ୟାବ୍ରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଦେଖିପାରୁଥିବେ ଏହି ଜାଗାରେ ଦୁଇଟି ବଟନ୍ ରହିଛି। ହୋମ୍ ଟ୍ୟାବ୍ ଗୋଟିଏ ଅଛି ଏବଂ ତାପରେ ଫର୍ ୟୁ ଗୋଟିଏ ଅଛି। ଏହି ଜାଗାରେ ଦେଖନ୍ତୁ ଦୁଇଟି ବଟନ୍ ରହିଛି। ଏହି ଦୁଇଟି ବଟନ୍ ଯଦି ନାହିଁ ତାହେଲେ ଆପଣମାନେ ଅନ୍ କରି ନିଅନ୍ତୁ। ଯାହାକି ଆପଣମାନେ ଦେଖିପାରୁଥିବେ ମୁଁ ଅନ୍ କରିକି ରଖିଛି। ଦେଖିପାରୁଥିବେ ହୋମ୍ ଟ୍ୟାବ୍ରେ ଲେଖା ହେଇଛି ଶୋ ୟୋର ଚ୍ୟାନେଲ ହୋମ୍ ଟ୍ୟାବ୍ ଟୁ ହାଇଲାଇଟ୍ ଆଣ୍ଡ ଶୋକେଜ୍ କଣ୍ଟେଣ୍ଟ ଫର୍ ୟୋର ଅଡିଏନ୍ସ। ଆପଣମାନେ ଏହି ବଟନ୍କୁ ଯଦି ଅନ୍ ନ କରିଥିବେ ତାହେଲେ ଆପଣଙ୍କର ଭିଡିଓକୁ ଆପଣଙ୍କର ଅଡିଏନ୍ସ ମାନଙ୍କ ପାଖକୁ ପଠାଇବ ନାହିଁ। ସେଥିପାଇଁ ନିହାତି ଭାବରେ ଅନ୍ କରି ନିଅନ୍ତୁ, ଯାହାଦ୍ୱାରା କି ଆପଣଙ୍କର ଭିଡିଓକୁ ଆପଣଙ୍କର ଅଡିଏନ୍ସ ମାନଙ୍କ ପାଖକୁ ପଠାଇବ, ଯାହାଦ୍ୱାରା କି ଆପଣଙ୍କର ଭିଡିଓକୁ ସେମାନେ କ୍ଲିକ୍ କରିକି ଦେଖି ନେବେ। ତାପରେ ଦେଖିପାରୁଥିବେ ଫର୍ ୟୁ ଲେଖା ହେଇଛି। ଏ ଫର୍ ୟୁ ଯାହାକି ଲେଖା ହେଇଛି ୟୁଟ୍ୟୁବ ରେକମେଣ୍ଡ ୟୁର କଣ୍ଟେଣ୍ଟ ବିକଜ୍ ଅନ୍ ଭିଓର, ଯାହାକି ଦେଖିପାରୁଥିବେ। ଆପଣମାନେ ଏହି ବଟନ୍କୁ ଯଦି ଅନ୍ କରିକି ଯଦି ରଖିଥିବେ ତାହେଲେ ଆପଣଙ୍କର ଭିଡିଓକୁ ରେକମେଣ୍ଡ କରିବ ବା ଆପଣଙ୍କର ଭିଡିଓକୁ ୟୁଟ୍ୟୁବ ରେକମେଣ୍ଡ କରିବ ଆପଣଙ୍କର ଅଡିଏନ୍ସ ମାନଙ୍କ ପାଖକୁ ବା ଆପଣଙ୍କର ନୂଆ ଅଡିଏନ୍ସ ମାନଙ୍କ ପାଖକୁ ରେକମେଣ୍ଡ କରିବ। ସେଥିପାଇଁ ନିହାତି ଭାବରେ ଏହି ସେଟିଂକୁ ଯାହାକି ଅନ୍ କରି ନିଅନ୍ତୁ ବା ଏହି ବଟନ୍କୁ ଅନ୍ କରି ନିଅନ୍ତୁ। ଆପଣମାନେ ତ ଭଲ ଭାବରେ ଜାଣିପାରିଲେ କି ଆପଣମାନେ କାହିଁକି ଏହି ବଟନ୍କୁ ଅନ୍ କରିବେ ଯଦି ନାହିଁ। ଚାଲନ୍ତୁ ବି ଆମେ ଆଉ ଗୋଟେ ଯାହାକି ବଟନ୍କୁ ଅନ୍ କରିବାକୁ ପଡ଼ିବ। ଚାଲନ୍ତୁ ବି ଆମେ ବ୍ୟାକ୍ କରିକି ଯିବା। ତାପରେ ଦେଖିପାରୁଥିବେ ଗୋଟିଏ ସେଟିଂ ଅଛି ଏବଂ ସେଟିଂ ମଧ୍ୟ ଲେଖା ହେଇଛି। ଏହି ଜାଗାରେ ଦେଖନ୍ତୁ, ଏହି ସେଟିଂ ଉପରେ କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି ସେଟିଂ ଉପରେ କ୍ଲିକ୍ କରିଦେବେ ଦେଖିପାରୁଥିବେ ଆକାଉଣ୍ଟ ଲେଖା ହେଇଛି ଏବଂ ପୁsh ନୋଟିଫିକେସନ୍ସ ଲେଖା ହେଇଛି। ଏହି ଜାଗାରେ ଦେଖନ୍ତୁ, ଏଇଠି କ୍ଲିକ୍ କରି ନିଅନ୍ତୁ। ମୁଁ ମଧ୍ୟ କ୍ଲିକ୍ କରି ନେଉଛି। ଯେମିତି କ୍ଲିକ୍ କରିଦେବେ ଦେଖିପାରୁଥିବେ ଏହି ଜାଗାରେ 5ଟି ବଟନ୍ ରହିଛି। ଏହି 5ଟି ବଟନ୍କୁ ଅନ୍ କରି ନିଅନ୍ତୁ ଯଦି ନାହିଁ। ଦେଖିପାରୁଥିବେ କମେଣ୍ଟ ଅଛି, ତାପରେ ଆନାଲିଟିକ୍ସ ଅଛି, ତାପରେ ଆଚିଭମେଣ୍ଟ ଅଛି, ପଲିସି କୋପରେଟ୍ ଇସ୍ୟୁ ଷ୍ଟ୍ରାଇକ୍ ଚେକ୍ ଆଣ୍ଡ ମୋର୍ ଅଛି, ଅଣ୍ଡର ଅପସନ୍ ଅଛି, ତାପରେ ଅପଡେଟ୍ ଅଛି। ଆପଣମାନେ ନିହାତି ଭାବରେ ଏହି ବଟନ୍ ଗୁଡ଼ିକୁ ଅନ୍ କରି ନିଅନ୍ତୁ ଯଦି ନାହିଁ। ତାପରେ ଦେଖିପାରୁଥିବେ ଏଇଠି କଣ୍ଟ୍ରି ଅଫ୍ ରେସିଡେନ୍ସ ଅଛି। ଏହି ଜାଗାରେ ଦେଖନ୍ତୁ, এই कंट्री ऑफ रेसिडेंस रे आपण माने देखि पारथिबे जहाँकि इंडिया अछि। आपणकर जदि इंडिया जदि नाही ताले इंडिया सिलेक्ट कर नेबे, जहाँकि आपण देखि पारथिबे मु इंडिया ही रखिछि।
ଏହି ଭିଡିଓରେ ତ ଭଲ ଭାବରେ ଜାଣିପାରିଲେ କି କେଉଁ ସେଟିଂକୁ ଆପଣମାନେ ଅନ୍ କରିବେ, ଯାହାଦ୍ୱାରା କି ଆପଣଙ୍କର ଭିଡିଓର ଭ୍ୟୁଟି ଇନକ୍ରିଜ୍ ହେବ ଏବଂ ସବସ୍କ୍ରାଇବ୍ ମଧ୍ୟ ଇନକ୍ରିଜ୍ ହେବ। ଆପଣମାନଙ୍କୁ ଭିଡିଓଟି ଯଦି ଭଲ ଲାଗିଛି ଗୋଟେ ଲାଇକ୍ କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖିବେ ଏବଂ ନିଜର ସାଙ୍ଗମାନଙ୍କୁ ସେୟାର କରିଦେବେ, ଯାହାଦ୍ୱାରା କି ଆପଣଙ୍କ ସାଙ୍ଗମାନେ ମଧ୍ୟ ଦେଇକି ଶିଖି ପାରିବେ କି କେଉଁ ସେଟିଂକୁ ଅନ୍ କଲେ ଭ୍ୟୁଟି ଇନକ୍ରିଜ୍ ହେବ ଏବଂ ସବସ୍କ୍ରାଇବ୍ଟି ମଧ୍ୟ ଇନକ୍ରିଜ୍ ହେବ। ଚାଲନ୍ତୁ ଫ୍ରେଣ୍ଡସ୍, ଏବେ ଆମେ ନେକ୍ସଟ ଭିଡିଓରେ ଦେଖା ହେବା।